ଏବେ ଓଡ଼ିଶାରେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଲାଗିବ ଜିଏସ୍ଟି। ହଁ ସାଙ୍ଗମାନେ, ଅଗଷ୍ଟ 1 ତାରିଖରୁ ଆପଣଙ୍କର ୟୁପିଆଇ ଯେକୌଣସି ହେଉ, ଆପଣଙ୍କ ଫୋନ୍ପେ ହେଉ, ଗୁଗୁଲ୍ ପେ ହେଉ, ପେଟିଏମ୍ ହେଉ, ଆମାଜନ୍ ପେ, ଆପଣ ଯେକୌଣସି ୟୁପିଆଇ ମାଧ୍ୟମରେ ଟ୍ରାଞ୍ଜାକ୍ସନ୍ କରିବେ ତାହା ଆପଣ ମାସକୁ ଆପଣଙ୍କର ୟୁପିଆଇରେ ଟ୍ରାଞ୍ଜାକ୍ସନ୍ ଲିମିଟେଡ୍ କରାଦିଆଯିବ, ଯାହାକି ଆପଣ ଦିନକୁ 50 ଥର ବାଲାନ୍ସ ଚେକ୍ ହେଉ କିମ୍ବା ଟ୍ରାଞ୍ଜାକ୍ସନ୍ କରିପାରିବେ ଏବଂ ତାଠାରୁ ଅଧିକ ସମୟ କରିପାରିବେ ନାହିଁ। ଏବଂ ଯାହାକି ଆପଣଙ୍କର ଲିମିଟେଡ୍ ଟାଇମ୍ ରହିବ, ଯାହାକି ଆପଣଙ୍କ ଟାଇମ୍ ରହିବ ଦିନ 10ଟାରୁ ଦିନ 1 ଏବଂ ଦିନ 5ଟାରୁ ରାତି 9:30 ପର୍ଯ୍ୟନ୍ତ ଆପଣ এই ୟୁପିଆଇରେ ଟ୍ରାଞ୍ଜାକ୍ସନ୍ କାମ କରିପାରିବେ। ଆପଣଙ୍କର ବାଲାନ୍ସ ଚେକ୍ ମଧ୍ୟ ସେ ସମୟରେ କରିପାରିବେ, କାହିଁକି ନା ଆପଣ ପ୍ରତି ସମୟରେ ପ୍ରତି ମୁହୂର୍ତ୍ତରେ ୟୁପିଆଇ ବାଲାନ୍ସ ଚେକ୍ କରୁଛନ୍ତି, ତାର ସର୍ଭର ଉପରେ ପ୍ରଭାବ ପଡ଼ୁଛି। NPCI ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ NPCI ଅଣ୍ଡରରେ ଯେଉଁ ଗାଇଡ଼ଲାଇନ୍ କରିଛି ତାହାର ନିୟମ ଅନୁଯାୟୀ ଆପଣମାନେ ସଠିକ୍ ଟାଇମ୍ ଭିତରେ ଆପଣଙ୍କର ଇନକ୍ୱାରି କରିପାରିବେ, ବାଲାନ୍ସ ଇନକ୍ୱାରି କରିପାରିବେ। କର୍ଣ୍ଣାଟକର ସରକାର ଯାହାକି କମର୍ସିଆଲ ଡିପାର୍ଟମେଣ୍ଟ 11,000 ଟ୍ରେଡରଙ୍କୁ ନୋଟିସ୍ କରିଛି, ଯାହାକି ସେମାନଙ୍କର ଟ୍ରାଞ୍ଜାକ୍ସନ୍ର ଲିମିଟ୍ ବାହାରେ ଯାଇଛନ୍ତି ଏବଂ ସେମାନେ GSTର ରେଜିଷ୍ଟ୍ରେସନ୍ କରିନାହାନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ଏହିଭଳି ହୋଇପାରେ ଯଦି ଅନଲାଇନ୍ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଅଧିକ ମାତ୍ରାରେ ହୋଇପାରିବ, ଯାହାକି ଡିଜିଟାଲ ଇଣ୍ଡିଆରୁ ଜିରୋ ଇଣ୍ଡିଆକୁ ହୋଇଯିବ। କେହି ବି କର୍ଣ୍ଣାଟକରେ ଆଉ ଅନଲାଇନ୍ ପେମେଣ୍ଟ ୟୁପିଆଇ ଟ୍ରାଞ୍ଜାକ୍ସନ୍ କେହି କରୁନାହାନ୍ତି, ସମସ୍ତେ କ୍ୟାସ୍ ଦେଖୁଛନ୍ତି, ଯାହାକି ଜନସାଧାରଣ ସହିତ କଷ୍ଟମର ଏବଂ ଦୋକାନୀମାନେ ମଧ୍ୟ ସମସ୍ତ କ୍ଷେତ୍ରରେ ହଇରାଣ ହେଉଛନ୍ତି।